ଚାଷ 6 ଏକର ଜମି କରିଥିଲି। ଏ ବର୍ଷାରେ ଧାନ ସବୁ ବର୍ଷାରେ ଖରାପ ହେଇଗଲା। ମାଟି ବି ଧାନ ବୁଣିଥିଲି, ସେ ଧାନ ବର୍ଷାରେ ସବୁ ପାଣିରେ ନେଇଗଲା। ଏବେ ଜମିରେ ଧାନ ଦେଖା ଯାଉନାହିଁ। ତାପରେ ବାଲି ମାଟି ଚଢୁଛି। ଆପଣ ଚାଷ ଜମି ଆପଣ ଚାଷ ଜମି ଉପରେ ବାଲି ମାଟି ସବୁ ଚଢି ଯାଇଛି? ହଁ, ବାଲି ମାଟି ଚଢି ଯାଇଛି। ଧାନ ପୁରା ଖରାପ ହେଇଯାଇଛି। ଧାନ ଟୋଟାଲ ଦିଶୁନାହିଁ। ତେବେ ଆମ ସହିତ ଆଉ ଜଣେ ଅଛନ୍ତି ବନ୍ୟା ପ୍ରଭାବିତ। ଆପଣଙ୍କର କ'ଣ କ'ଣ ସବୁ ନଷ୍ଟ ହେଇଛି ଆଜ୍ଞା? ଦେଖନ୍ତୁ, ବାରମ୍ବାର ପ୍ରତିବର୍ଷ ଆମେ ତ ଏଇ ବନ୍ୟା ଦେଖି ଆସୁଛୁ, ଆମେ ସେ ସାନବେଳୁ ଦେଖି ଆସୁଛୁ, କିନ୍ତୁ ଏହା ପ୍ରତି କିଛି ସରକାର ବି କିଛି ପଦକ୍ଷେପ ନେଉନାହାନ୍ତି। ଏଇ ବନ୍ୟା ସମୟରେ ଖାଲି ସେ ଚୂଡ଼ା, ଶୁଖିଲା ଚୂଡ଼ା ଟିକେ ଦେଇ ଦେଉଛନ୍ତି ବନ୍ୟା ପ୍ରଭାବିତ ଆମମାନଙ୍କୁ। ଆଉ ସେ ବାକି କିଛି ପରେ କିଛି ସେଭଳିଆ କିଛି ଆମକୁ ସାହାଯ୍ୟ ସହାନୁଭୂତି ମିଳୁନାହିଁ। ଏବଂ ଚାଷ ଜମି ଦେଖିପାରୁଥିବେ, ଯଦିଓ ମୁଁ ଚାଷ କରିନି, କିନ୍ତୁ ମୋ ପଛପଟେ ଯେଉଁ ସବୁ ଜମି ବୁଡ଼ି ରହିଛି, ସେମାନେ ଯେଉଁ ସମ୍ପୂର୍ଣ୍ଣ ଭାବରେ ଏଇ ଚାଷ ଜମି ଭିତରେ ପାଣି ବୁଡ଼ି ରହିଛି। ଆମେ ଏଭଳି ଚାଷ ଜମି ନଷ୍ଟ ହେଇଯାଉଛି। ଆଉ ଥରେ ଦେଖିବାକୁ ଗଲେ ଆଉ ଥରେ ସମୟ ସୀମା ବି ସରିଯାଉଛି, ଆମେ ଆଉ ଥରେ ବୁନିବାକୁ ପଡ଼ିବ। ଆଉ ଏଭଳି ନାନାନ ଅସୁବିଧାର ଆମେ ସମ୍ମୁଖୀନ ହେଉଛୁ, କିନ୍ତୁ ପ୍ରଶାସନ କାହିଁ ଦୃଷ୍ଟି ଦେଉନାହାନ୍ତି। ବାରମ୍ବାର ଏଇ ପ୍ରତ୍ୟେକ ବର୍ଷ ଏହା ଦେଖୁଛୁ, ଖାଲି ସେ ଶୁଖିଲା ଚୂଡ଼ା ଟିକେ ବାଣ୍ଟି ଦେଉଛନ୍ତି। ଆଉ ରାସ୍ତାଘାଟରେ ଖାଲି ଜାମ୍ ହେଉଛନ୍ତି ଗାଡ଼ି ମଟର, ଆମେ ଏହା ଦେଖିଛୁ। ଆଉ କ'ଣ ଆଜ୍ଞା, ଆମକୁ କ'ଣ ସୁବିଧା ମିଳୁନାହିଁ। ତେବେ ଏଠି କହିବାକୁ ଚାହୁଁଛୁ, ତଳୁଆ ଯେତେକ ତଳୁଆ ଅଞ୍ଚଳର ଘର ଦ୍ୱାରା ଅଛି, ଘର ଭିତରେ ପାଣି ପଶି ଯାଇଛି, ଲୋକ ଦୁଃଖ। ଭାଇ କହିବେ କି ଆପଣ କେତେ ଏକର ଚାଷ କରିଛନ୍ତି, କ'ଣ କ'ଣ କରୁଛନ୍ତି, ଆଉ କ'ଣ ନଷ୍ଟ ହେଇଛି? ଆମର ତ 4 ଏକର ଚାଷ କରିଥିଲି। ଧାନ ଲଗାଇଲି, ସେ ପାଣିରେ ପୁରା ବୁଡ଼ିଗଲା। ଆଉ ଧାନ ଉପରେ ମାଟି ବି ଅଛି, ସେ ଧାନ ଦେଖାଯାଉନି ବିଲକୁଲ। ଆଉ ଏମିତି ଅବସ୍ଥାରେ ଅଛି, ଆମେ ପୁରା ସେ ଧାନ ଉପରେ ମାଟି ପଡ଼ିଗଲା। 4 ଏକର ଆମେ ଚାଷ କରିଲି। ଏବେ କେମିତି କରିବା, ବର୍ଷା ତ କମୁନାହିଁ ଏବେ ଯାକ। ତେବେ ଆପଣ ଚାଷ ଜମି ଯେଉଁ ବୁଡ଼ି ଯାଇଛନ୍ତି, ପ୍ରଶାସନ ଅଧିକାରୀ କିଏ ଆସିଲେଣି କି ଜମି ପାଖକୁ? ପ୍ରଶାସନ ନାହିଁ, କିଏ ଆସିନାହିଁ, ବର୍ତ୍ତମାନ କିଏ ଆସିନାହାନ୍ତି। ଆଚ୍ଛା ଭାଇ, ଆପଣ କ'ଣ କ'ଣ ନଷ୍ଟ ହେଇଛି? ଆମର ସାର୍ ଧାନ ଖାଲ ଖଲାଇକି ବାଲି ପଡ଼ିଗଲା। ଘର ଭିତରେ ମଧ୍ୟ ପାଣି ପଶିଥିଲେ। ଆମର ଧାନ ନଷ୍ଟ ହେଇଯାଇଛି। 500 ଏକର ଖଣ୍ଡେ କରିଥିଲେ ସାର୍, ସବୁ ନଷ୍ଟ ହେଲା। କିଏ ଆଗ୍ରହ କରୁନାହିଁ, କିଏ ଆସିନାହିଁ ପଚାରିବା ପାଇଁ। ବୋଧେ ବନ୍ୟା ହେଲା, ପୁରା ତ ବାସି ଯାଇଛି, ଧାନ ପଚିଗଲା। ଆଚ୍ଛା, ଘର ଭିତରେ ପାଣି ପଶି କ'ଣ କ'ଣ ତମର ସବୁ ନଷ୍ଟ ହେଇଛି? ନଷ୍ଟ ହେଇଛି ସାର୍, ନଷ୍ଟ ହେଇଛି? ଧାନ ଥିଲେ, ଚାଉଳ ଥିଲେ, ଆମର ଖାଇବାର ଜିନିଷ ସବୁ ଥିଲେ।